এইটা দেখিବାକୁ ଗୋଟେ ସାଧାରଣ ମୋବାଇଲ, କିନ୍ତୁ ଏହି 13 ଇଞ୍ଚର ମୋବାଇଲ, 12 ଇଞ୍ଚର ମୋବାଇଲ ଆଉ এই 3 ଇଞ୍ଚର ଆଙ୍ଗୁଠି ଯଦି ଆପଣ ଠିକ ସେ ଯଦି ଚଲେଇବେ ନାହିଁ ଆପଣଙ୍କର ଜୀବନକୁ ନଷ୍ଟ କରିବେ। ଆଜି ଦେଖନ୍ତୁ ଛୋଟ ଛୋଟ ଛୁଆମାନେ ଯାହାଙ୍କର ବ୍ରେନ୍ ଖରାପ ହେଇଯାଉଛି, ଯୋଉମାନଙ୍କୁ ବୁଦ୍ଧି ଥାଉଛି ସେମାନେ ମୋବାଇଲରେ ବ୍ୟସ୍ତ ଥାଉଛନ୍ତି, ଯେଉଁମାନେ ବିବାହିତ ସେମାନେ ମଧ୍ୟ ଦିନ ରାତି ମୋବାଇଲରେ ବ୍ୟସ୍ତ ରହୁଛନ୍ତି। କ'ଣ ପାଇଁ ଆପଣ ଜାଣିଛନ୍ତି? ଏହାକୁ 10% କେବଳ ପଜିଟିଭରେ ଲୋକ ଗ୍ରହଣ କରୁଛନ୍ତି, ବ୍ୟବହାର କରୁଛନ୍ତି, 90% ନେଗେଟିଭ ବ୍ୟବହାର କରୁଛନ୍ତି। ଆଉ ପଛର ରିଜନ କ'ଣ? କ'ଣ ପାଇଁ এই ଟେକ୍ନୋଲୋଜି ବାହାରିଲା ପରେ ମୋବାଇଲରେ ଲୋକ ମାତି ଯାଇଛନ୍ତି? ଭଲ କାମ ତ ଅଳ୍ପ କରୁଛନ୍ତି, ଖରାପ କାମ ଅଧିକ କରୁଛନ୍ତି। ମୋ ପ୍ରିୟମାନେ ଧ୍ୟାନ ଦେଇ ଶୁଣନ୍ତୁ, ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ସମର୍ପିତ ହେଲେ ଶୈତାନର ଶକ୍ତି କ'ଣ ହେଲା ନା ହ୍ରାସ ପାଇଲା, ନଷ୍ଟ ହେଇଗଲା। ଯେତେବେଳେ ଏଦନ ଉଦ୍ୟାନରେ ପ୍ରକୃତରେ ହବାକୁ ଶୈତାନ ଭ୍ରଷ୍ଟ କରିଥିଲା, ସେଇ ନାରୀକୁ ପ୍ରଭୁ ଆଶୀର୍ବାଦ କଲେ ଆଉ କହିଲେ ତୁମେ ତାହାର ମସ୍ତକକୁ କ'ଣ କରିବ? ଚୂର୍ଣ୍ଣ କରିଦେବ। ମସ୍ତକରେ କ'ଣ ରହୁଛି? 3ଟି ଅଙ୍ଗ ରହୁଛି। ତାହା କ'ଣ? ପ୍ରଥମରେ ମୁଖ, ଦ୍ୱିତୀୟରେ ଦୃଷ୍ଟି ଆଉ ତୃତୀୟରେ କର୍ଣ୍ଣ। এই 3ଟି ଅଙ୍ଗ ଦେଇକି ଶରୀରରେ ପାପ ପ୍ରବେଶ କରିବ। ତା ହେଉଛି ମୁଖ, ଦୃଷ୍ଟି ଆଉ କର୍ଣ୍ଣ। ଏହି ମୋବାଇଲରେ ଏ 3ଟି ବିଷୟକୁ ଟାଣିକି ରଖେ। କହିବା ବିଷୟ ହଉ, ଦେଖିବା ବିଷୟ ହଉ, ଶୁଣିବା ବିଷୟ ହଉ। ଏମିତି କ'ଣ ପୁଣି ଥରେ ଶୈତାନ ଚେଷ୍ଟା କରୁଛି ବଞ୍ଚିବା ପାଇଁ, ଜୀବିତ ରହିବା ପାଇଁ, କାମ କରିବା ପାଇଁ। ଆପଣଙ୍କୁ ଯେଉଁ ଅଭିଷେକ ମିଳୁଛି ସେ ଅଭିଷେକକୁ ଟାଣିଦେବା। ଯଦି ଆପଣ ଚାହୁଁଛନ୍ତି ଅଭିଷେକରେ ଆଗକୁ ବଢିବା ପାଇଁ, ଯଦି ଆପଣ ଚାହୁଁଛନ୍ତି ଭଲ ମଣିଷ ହେବା ପାଇଁ, ଯଦି ଆପଣ ଚାହୁଁଛନ୍ତି ବାକ୍ୟର ଗଭୀରତାରେ, ଉପସ୍ଥିତିରେ, ପରମେଶ୍ୱରଙ୍କ ସାମର୍ଥ୍ୟରେ ଆଗକୁ ବଢିବା ପାଇଁ, ତାହେଲେ ମୁଁ ଅନୁରୋଧ କରିବି ଆକୁ ନେଗେଟିଭ ନାହିଁ ପଜିଟିଭ ବ୍ୟବହାର କରିବା ଶିଖନ୍ତୁ। ନେଗେଟିଭ ନାହିଁ ପଜିଟିଭ ବ୍ୟବହାର କରନ୍ତୁ।